ए सब श्वेत मंदार भाया जो फुल गुड़ाक फुटे रंग बेरंगर भारी सुंदर लगे। गोटे पिंक रंगर अच्छे आ गोटे हूँ पीच रंगर। पीच रंगर कौन ये थोपा गछटा आपड़ जिते डाल काटिबे सेते शीघ्र यार कुआर ग्रोथ हो जाए आ साथे आमको सहजरे गोटे गछ भी मिल जाए। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଇଟା ମୋର କୌଣସି କିଣା ଗଛ ନୁହେଁ, କୋଉଠୁ ନର୍ସରୀରୁ ବି ମୁଁ ଆଣିନି। ତ ଏଇଟା ମା ଆଣିଥିବା ଡାଳ। ତ ସେ ଡାଳଟା ମୁଁ ଜାଣିନଥିଲି ଏଇଟା କି ଫୁଲ। ଯୋଉଦିନ ପ୍ରଥମ କରିକି ଫୁଲ ଫୁଟିଥିଲା ବିଶ୍ୱାସ କରନ୍ତୁ ଏତେ ଖୁସି ଲାଗିଥିଲା। ତ ସେଥିପାଇଁକା ମା ଯେତେବେଳେ ଯାହା ଡାଳ ଆଣନ୍ତି ବହୁତ ଆଗ୍ରହର ସହିତ ମୁଁ ଲଗେଇଥାଏ। କାହିଁକିନା ମୁଁ ସବୁବେଳେ ଜାଣେ ଯେ ମା ହେଉଛି ଯୋଉ ଡାଳଟା ଆଣିଥିବେ ନା ନିଶ୍ଚିନ୍ତ କିଛି ଖାସ୍ ଥିବ। ଆଉ ନିଶ୍ଚିତ ଆମର ହେଉଛି ଯୋଉ ଭେରାଇଟି ନାହିଁ ସେଇ ଭେରାଇଟିର କିଛି ହେଇଥିବ। ସେଥିପାଇଁକା ମୁଁ ତାକୁ ଜମାରୁ ବି ରଖେନି। କିଛି ଗଛ ଡାଳ ଯଦି ସ୍ୱାମୀ କି କୋଉଠୁ ଯଦି ମୁଁ ବି ଆଣେ ନା ତ ତାକୁ କ'ଣ କରେ ନା ସକାଳଠୁ ରଖିଦେଇଥିବି 4ଟା ବେଳେ ଯାଇ ପୋତେ। କିନ୍ତୁ ମା ଆଣିଥିବା ଡାଳ ନା ମୁଁ ଜମାରୁ ବି ହେଜ୍ଞାନ କରେନି କି ଡେରି କରେନି, ତାକୁ ସାଙ୍ଗେ ସାଙ୍ଗେ ନେଇକି ଲଗେଇଦିଏ। ତ ମୋତେ ଏତେ ପସନ୍ଦ ହେଇଯାଇଛି ପିଚ୍ ରଙ୍ଗର ମନ୍ଦାରଟା। ତ ସେଥିପାଇଁକା ଦିଦିକି ଦେବା ପାଇଁ କିଛି ଚାରା ବନେଇଥିନି ତ ତାକୁ ମୁଁ ମାଉସୀଙ୍କ ଘରକୁ ଦେଇ ଦେଇଥିନି। ଲାଗିଗଲା ପରେ ଗଛଟା ବହୁତ ଭଲ ହେଇଥିଲା ବି ଗ୍ରୋଥ୍ ହେଇଗଲା। ତ ଏଇ ଦିଟାକୁ ଦିଦି ପାଇଁ କିଛି ବି ଲଗେଇ ସାରିଛି ଗୋଟେ ଦିଟା। କିନ୍ତୁ ଏ ଦିଟାର ନା ପୁଣି ଏ ଗଛର ପୁଣି ଗୋଟେ ଅର୍ଡ଼ର ଆସିଛି। ତ ଭାବିଲି ଏଇ ଗଛଟା ଆପଣମାନଙ୍କ ସହିତ ବି ସେୟାର କରିବି, ଯେମିତି ହେଉଛି ଆପଣମାନେ ବି ୟାର କିଛି କଲେକ୍ସନ୍ ପାଇଯିବେ। ତ ନର୍ସରୀରେ ପ୍ରାୟ ଏ ବି ଗଛ ଆଭେଲେବୁଲ୍ ଥାଏ, କିନ୍ତୁ ନର୍ସରୀରେ ନା 100 ଟଙ୍କା 200 ଟଙ୍କା ଏମିତି ପ୍ରାଇସ୍ ଆସେ। ଆଉ ସେ ବି ମଧ୍ୟ ବହୁତ କମ୍ ଦିନରେ ନଷ୍ଟ ହୁଏ, କାହିଁକି ନା ତାର ଯେଉଁ ପ୍ଲାଷ୍ଟିକ୍ ପୋଟ୍ ଗୁଡ଼ାକ ଥାଏ ସେଇଟା ଭାରି ଚିନ୍ତା ଲାଗେ ନା। ଗଛ ଲଗେଇଲା ବେଳେ ନା ପ୍ଲାଷ୍ଟିକ୍ ପୋଟ୍ ଯଦି ରହିଗଲା ତ ସେଇଟା ଆମ ଗଛ 2 ମାସ ପରେ ନଷ୍ଟ ହେଇଯାଏ। କିନ୍ତୁ ମୋ ପାଖକୁ ଆପଣମାନେ ଯେଉଁ ଅର୍ଡ଼ର କରୁଛନ୍ତି ନା ତ ସେ ସବୁ ପ୍ଲାଣ୍ଟରେ ଆପଣ ନିଶ୍ଚିନ୍ତ ହେଇକି ଲଗେଇଦେବେ। ତ ସେଥିରେ ମୁଁ କୌଣସି ପ୍ଲାଷ୍ଟିକ୍ ପୋଟ୍ ବ୍ୟବହାର କରୁନି। ତ ସେଇଟା ମୁଁ ଖାଲି ମାଟି କୋକୋପିଟ୍ର ମିକ୍ସ କରିକି ଗୋଟେ ବନେଇକି ଦେଉଛି। ତ ସେଥିରେ ଆପଣ ପୁରା ନିଶ୍ଚିନ୍ତ ଭାବରେ କୌଣସି ମାଟି ଝଡ଼େଇବା ଦରକାର ନାହିଁ, ସେମିତି ଡାଇରେକ୍ଟ ପୋତି ଦେବେ। ତ ଗଛଟା ଯାହାଦ୍ୱାରା ଝାଉଁଳିବନି କି ନଷ୍ଟ ବି ହେବନି। ତ ଏଇଠି ମୁଁ ଡାଳ ଗୁଡ଼ାକ ରୁଟିଂ ପାଉଡ଼ର ଦେଇଦେଲି ପାଣିରେ ଡିପ୍ କରିକି, ତାପରେ ଲାଗିଗଲା ପରେ ତାପରେ ମୁଁ ଗଛଟାକୁ ଥର୍ମୋକୋଲ୍ ପେଟ୍ରେ ଲଗେଇ ଦେଇଛି। এইটা বেশি ନୁହଁ, ଗୋଟେ ସପ୍ତାହ ଭିତରେ ଡାଳ ଗୁଡ଼ାକ ଲାଗିଯିବ। ନେକ୍ସଟ ଭିଡ଼ିଓରେ ନିଶ୍ଚିତ ସେୟାର କରିବେ।